ତୁ ଠିକ କହିଥିଲୁ। ଉପର ବାଲା ଯେତେବେଳେ ଆମ ଭାଗ୍ୟ ଲେଖିଥିଲେ ତାଙ୍କ କଲମରୁ ଗୋଟେ କାଳି ସରି ସରି ଆସିଥିଲା। କିଛି ଅକ୍ଷର ଦିଶୁଥିଲା ତ କିଛି ଅକ୍ଷର ଦିଶୁ ନଥିଲା। ଆଉ ଯୋଉଟା ଦିଶୁଥିଲା ସେଇଟା ଥିଲା ଦୁଃଖ। ଆଉ ଯୋଉଟା ଦିଶୁ ନଥିଲା ସେଇଟା ହିଁ ଥିଲା ସୁଖ। ନମସ୍କାର, ଜୟ ଜଗନ୍ନାଥ। ଓଡିଶାର 4.5 କୋଟି ଓଡିଆଙ୍କୁ ଏ ଛୋଟିଆ କଳାକାର ଶିବିର ଏଇଠି ମଥା ଲଗା ପ୍ରଣାମ। ମୁଁ 2 ବର୍ଷ ହେଲା କଣ୍ଟିନ୍ୟୁ ଚାଲିଛି ଅପେରା ସୂର୍ଯ୍ୟ ମନ୍ଦିରରେ। ନାଇଁ ରହସ୍ୟ କିଛି ନାହିଁ, ଏଇଟା ହଉଛି ତ ଆମର ଯାତ୍ରା। ଯେତେବେଳେ ସଂସ୍ଥା ଆରମ୍ଭ ହେଲା, ଯାତ୍ରା ଇତିହାସ ଯେତେବେଳେ ସୃଷ୍ଟି ହେଇଛି ଯାତ୍ରା, ସେବେଠାରୁ ଆମର ଅଦଳ ବଦଳ ଅଛି। କିଏ କୋଉଠିକି ଯିବ, କଣ କରିବ, ତାର ସବୁ ସିଷ୍ଟମାଟିକ ଅଛି। ସେ ଅନୁସାରେ ସେ ଯାଇଛନ୍ତି ପାର୍ଟିକି। କଣ ତାଙ୍କର ଗ୍ରୁପ ନୁହେଁ, ସେ ଆମର କୋ ଆର୍ଟିଷ୍ଟ ଥିଲେ। କୋ ଆର୍ଟିଷ୍ଟ ଥିଲେ, ଭଲ ପରଫରମାନ୍ସ ହଉଥିଲା, ଟିମର କୋଅପରେସନ ସମସ୍ତ ଥିଲା। ଦର୍ଶକ ମହଲରେ ମାଜୁଜାଲ ସବୁ ଆର୍ଟିଷ୍ଟ ମାନଙ୍କୁ ଦର୍ଶକ ମାନେ ବହୁତ ସହଜରେ ଗ୍ରହଣ କରୁଥିଲେ, ଯୋଉଥିପାଇଁ ନାଟକ ଭଲ ହଉଥିଲା। ଅବଶ୍ୟ ଆଜିକାଲି ଟଙ୍କା ଅଧିକା ପଇସା ପାଇଁ ସମସ୍ତେ ପେଟ ପାଇଁ ନାଟ, ସେ ପେଟ ପାଇଁ ଗଲେ ଆଉ କଣ, ଆଉ କିଛି କାରଣ କଣ ପେଟ ପାଇଁ ଗଲେ। ଏଇଟା ହଉଛି ସମସ୍ତେ ଆମେ ଜଗନ୍ନାଥଙ୍କୁ ଡାକୁଛେ, ଆମର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥ। ଏଇଟା ହଉଛି ଜଗନ୍ନାଥଙ୍କ ନାଟ୍ୟ ମଣ୍ଡପ। ଏ ନାଟ୍ୟ ମଣ୍ଡପରେ ଆମେ ସମସ୍ତେ କେବଳ ନିମିତ୍ତ ମାତ୍ର, ଟିକେ ଟିକେ କାଣିଚାଏ ଅଭିନୟ କରିବା ପାଇଁ ଏଠିକି ଆସିଛେ। ତେଣୁକରି ଏ ନାଟ୍ୟ ମଣ୍ଡପର ଗୋଟେ ନୀତି ନିୟମ ସମ୍ବିଧାନ ଅଛି। ତେଣୁକରି ଏ ନାଟ୍ୟ ମଣ୍ଡପରେ ଯିଏ ଭୁଲ କରିବ, କିଏ ଠିକ କରିବ, ଜଗନ୍ନାଥ ତାର ବିଚାର କରିବ। ତେଣୁକରି ଗୋଟେ ଓଡିଆରେ ପୁରୁଣା କଥା ଅଛି, ରାମଚନ୍ଦ୍ରଙ୍କ ପାଦ ତଳେ ବେଙ୍ଗଟା ଚାପି ହେଇ ଯାଇଥିଲେ। ରାମଚନ୍ଦ୍ର ପଚାରିଲେ ବେଙ୍ଗକୁ, ହେ ବେଙ୍ଗ, ଆରେ ମୋ ପାଦଟା ତୋ ଉପରେ ପଡିଛି, ତୁ କାହିଁ ଡାକୁନୁ ତ ଠାକୁରଙ୍କୁ? ପ୍ରଭୁ, ଆପଣ ଯେତେବେଳେ ନିଜେ ପାଦ ମୋ ଉପରେ ପକେଇଛନ୍ତି, ମୁଁ ଆଉ କାହାକୁ ଡାକିବି? ତେଣୁ ସବୁ ସେଇ ଜଗନ୍ନାଥ ଫାଇନାଲ ହିଁ କରିବେ, ଆଉ କେହି କରିପାରିବେନି। ତ ଆଇନ କାନୁନ କଥା ପଳେଇଛି ନା। ଏଇ ଜିନିଷ ସବୁ କେବେ ଯାତ୍ରାରେ କେବେ ଘଟି ନଥିଲା। ସବୁ ଆମର ଆପୋଷ ମିଳାମିଶା। ବାବୁ ମାନେ, ଆମ ବାବୁ ବି ବହୁତ ଭଲ ଲୋକ, ସୁନ୍ଦର ଲୋକ। ଆଉ ଆପୋଷ ମିଳାମିଶା ହେଇପାରିଥାନ୍ତା, କଣ ତାଙ୍କ ଭିତରେ ଗୋଟେ ବାଇ ମିଷ୍ଟେକ ରହିଛି, ଭଲ ମନ୍ଦ ରହିଛି, ସେ ତ ଉପର ବାଲାକୁ ଜଣା, ଭିତରି କଥା ନା। ଯେତେବେଳେ ଆଇନ କାନୁନ କଥା ଯାଇଛି, ତେଣୁ ସେ ଜଗନ୍ନାଥ ବିଚାର କରିବେ, ସେ ଆଇନ ହିଁ ଠିକ ବିଚାର କରିବ। ଏଇଟା ସମୟ ୟୁଜ କରା ପିଲା ନହେଲେ ସମୟ ତାକୁ ନେଇକିରି ଯେ ବାଟରେ ପହଞ୍ଚୁଛି। କିଛି କିଛି ଗୋଟେ ଶୁଣନ୍ତୁ, ମଣିଷ ଲାଇଫରେ କେତେ ଘଟଣା ଦୁର୍ଘଟଣା ଏମିତି ଘଟି ଚାଲିଛି। ଖାଲି ଆମର ଏଠି ନୁହଁ, ଓଡିଆ ଫିଲ୍ମ ଠାରୁ ଆରମ୍ଭ କରି ହଲିଉଡ, ଯୋଉ ବଲିଉଡ ପର୍ଯ୍ୟନ୍ତ ପୁରା ସବୁ ଚାଲିଛି, ଲିଟିଗେସନ ଚାଲିଛି। ତା ଭିତରେ ଏ ଜିନିଷଟା ହବା କଥା ନୁହେଁ। ସେଇଟା ପ୍ରଥମରୁ କମ୍ପ୍ରମାଇଜ କରିଦେଇଥିଲେ ଭଲ ହେଇଥାନ୍ତା। ତାପରେ ହେଇଛି, ସମୟ ଖରାପ ପଡିଛି, ସମୟ ପୁଣି ଭଲ ଆସିବ। ଏ ଭଗବାନ, ସେଇଟା ତ ପ୍ରତ୍ୟେକ ଆପଣଙ୍କର କଣ ଲୋଭ ନାହିଁ? ଆପଣଙ୍କର ଲୋଭ ନାହିଁ? ପେଟ ପାଇଁ ପୁରା ନାଟ। ସମସ୍ତେ ପେଟ ପାଇଁ ନାଟ କରିବା ପାଇଁ ଆସିବେ ସଂସାରରେ। ଅଭିନୟ ଯେ ଯାହା ବାଟ କରିବେ, ତା ଭିତରେ ଗୋଟେ ନୀତି ନିୟମ ସମ୍ବିଧାନ ଅଛି। ସେଇଟା ଟିକେ ଚହଲି ଗଲେ ବାଟ ପଢା ହେଇଥାନ୍ତି ଆଉ। ହଁ, ବୋଧେ ମୁଁ ଭାବୁଛି ନୀତି ନିୟମ ସମ୍ବିଧାନ କିଛି ଭଲ ହେଲେ ଏତେ ଲିଟିଗେସନ କାହିଁକି ଆସିବେ? କାରଣ ନୀତି ନିୟମ ସମ୍ବିଧାନ ଜଣେ ଯଦି ଠିକ ରଖିବେ, ଏତେ ଲିଟିଗେସନକୁ ଆସିବେ ନାହିଁ। ଯିଏ ନୀତି ନିୟମ ସମ୍ବିଧାନ ଭୁଲ କରିବ, ଏଇଟା ଜଗନ୍ନାଥ ଥରେ କହିଛି, ଏଇଟା ଜଗନ୍ନାଥଙ୍କ ନାଟ୍ୟ ମଣ୍ଡପ ଆଜ୍ଞା। ଏଠି ଯିଏ ଭୁଲ କରିଛି ସେ ଦଣ୍ଡ ପାଇଛି, ଏଇଠି ପାଇଛି, ଏଇଠି ପାଇଛି। କେହି ଫାଙ୍କି ପାରିବେନି। ଏମିତି ଇଣ୍ଡଷ୍ଟ୍ରିରେ ଯେତେ କଳାକାର ଅଛନ୍ତି, କେହି ଫାଙ୍କି ପାରିବେନି। ଯିଏ ଭୁଲ କରିଛନ୍ତି ସେ ଦଣ୍ଡ ଏଇଠି ହିଁ ପାଇଛନ୍ତି। ଏ ଜଗନ୍ନାଥଙ୍କ ନାଟ୍ୟ ମଣ୍ଡପ କଣ ଛୋଟିଆ ସଂସ୍ଥା କି ଆଜ୍ଞା? ଓ ଆହ୍ୱାନ କାଳରୁ ଇଏ ସୃଷ୍ଟି ଯାତ୍ରା, ପର୍ବପର୍ବାଣୀର ବର୍ତ୍ତମାନ ମେନ୍ ମାଧ୍ୟମ ଯାତ୍ରା। କହୁନାହାନ୍ତି ଆଜ୍ଞା? ଆଉ ମୁଁ କଲେ ବି ମୋ ଦଣ୍ଡ ମିଳିବ, ମତେ କିଛି ଅସୁବିଧା ନାହିଁ। ଯିଏ ଭୁଲ କରିବ ଦଣ୍ଡ ମିଳିବ। ଏଇଟା ଜଗନ୍ନାଥଙ୍କ ନାଟ୍ୟ ମଣ୍ଡପ। ଏଇଟା ଆମର ପ୍ରତ୍ୟେକ 4.5 କୋଟି ଓଡିଆଙ୍କର ଚକ୍ଷୁଶୀଳ ସଂସ୍ଥା। ତେଣୁକରି ଏଠି ଆଉ ଦର୍ଶକ ମାନେ ସବୁ ବୁଝିପାରିଲେଣି, ସବୁ ଜାଣିପାରିଲେଣି। ଆଜ୍ଞା, ମୁଁ କୌଣସି ଏକ ଚରିତ୍ରରେ ବାନ୍ଧି ରହିବା ପାଇଁ ଚାହେଁନି। ନାଟ୍ୟକାର ଏବଂ ଡିରେକ୍ଟର ଯେକୌଣସି ଚରିତ୍ର ଦିଅନ୍ତି, ସେଇ ଚରିତ୍ରଟାକୁ ଦର୍ଶକ ମାନଙ୍କ ପହଞ୍ଚେଇବା ଦାୟିତ୍ୱ ହଉଛି ମୋର। ତୁ ଠିକ କହିଥିଲୁ। ଉପର ବାଲା ଯେତେବେଳେ ଆମ ଭାଗ୍ୟ ଲେଖିଥିଲେ, ତାଙ୍କ କଲମରୁ ଗୋଟେ କାଳି ସରି ସରି ଆସିଥିଲା। କିଛି ଅକ୍ଷର ଦିଶୁଥିଲା ତ କିଛି ଅକ୍ଷର ଦିଶୁ ନଥିଲା। ଆଉ ଯୋଉଟା ଦିଶୁଥିଲା ସେଇଟା ଥିଲା ଦୁଃଖ। ଆଉ ଯୋଉଟା ଦିଶୁ ନଥିଲା ସେଇଟା ହିଁ ଥିଲା ସୁଖ। ଜୟ ଜଗନ୍ନାଥ।